ନମସ୍କାର ବନ୍ଧୁ, ସ୍ୱାଗତ ଆପଣଙ୍କୁ ମୋର ଏହି ଆଉ ଗୋଟିଏ ନୂଆ ଅଧ୍ୟାୟକୁ। ତ ଆମେ ପୂର୍ବ ଅଧ୍ୟାୟରେ ଜାଣିଥିଲେ ଦନ୍ତ ଧାବନ ବିଧି, ଆଉ ଆଜି ଆମେ ଏହି ଅଧ୍ୟାୟରେ ଜାଣିବା ଦନ୍ତ ଧାବନ କାଷ୍ଠ। ତ ଚାଲନ୍ତୁ ବନ୍ଧୁ, ଡେରି ନ କରି ଆଉ ଆମେ ଆରମ୍ଭ କରିବା। ଦନ୍ତ ଧାବନ କାଷ୍ଠ। କଣ୍ଡଳୀ କ୍ଷୀର ବୃକ୍ଷୋଥ ଦ୍ୱଦାଶାଙ୍ଗୁଳି ସଂସ୍ଥିତାମ୍ କନିଷ୍ଠା ଗର୍ଭପ୍ତଂ ସ୍ଥଳଞ୍ଚ ପୂର୍ବାଧିକୃତ କୂର୍ଚକମ୍ ମୁଖେ ପର୍ଯ୍ୟଖ୍ୟେତେ ନିତ୍ୟମ୍ ଭବତ୍ୟପକ୍ୟୋतो ନର। ଦନ୍ତ ଧାବନ ପ୍ରଦୃଷ୍ଟି ଜୀର୍ଣ୍ଣ ଲେଖନିକା ତଥା ଅତୋ ମୁକ ବିଶୁଦ୍ଧ୍ୟ ଗୃହଣୀୟାଦ୍ ଦନ୍ତ ଧାବନ। କଣ୍ଠକଯୁକ୍ତ ଓ କ୍ଷୀରଯୁକ୍ତ ବରଡ଼ାଳ ଆଦି ବୃକ୍ଷର 12 ଅଙ୍ଗୁଳ କାଣି ଆଙ୍ଗୁଠି ମୋଟାର ଦାନ୍ତକାଠି ଜିହ୍ବା ଓ ଦନ୍ତଶୁଦ୍ଧି ପାଇଁ ପ୍ରଶସ୍ତ। ମୁଁ ପୁଣି ଥରେ ବୁଝେଇବା ପାଇଁ ଆପଣଙ୍କୁ ଚେଷ୍ଟା କରୁଛି ବନ୍ଧୁ। କଣ୍ଠକଯୁକ୍ତ ଓ କ୍ଷୀରଯୁକ୍ତ ବରଡ଼ାଳ ଆଦି ବୃକ୍ଷର 12 ଅଙ୍ଗୁଳ କାଣି ଆଙ୍ଗୁଠି ମୋଟାର ଦାନ୍ତକାଠି ଜିହ୍ବା ଓ ଦନ୍ତଶୁଦ୍ଧି ପାଇଁ ପ୍ରଶସ୍ତ। ତ ବନ୍ଧୁ, ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ବର୍ଜିତ ଦନ୍ତ ବାଧନ କାଷ୍ଠ। ବର୍ଜିତ ଦନ୍ତ ବାଧନ କାଷ୍ଠ। ତ ସେଇ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ନମସ୍କାର।